ସୁନ୍ଦରଗଡ଼ରେ ଜଣେ କୋଇଲା ବ୍ୟବସାୟୀଙ୍କ ଘର ନିକଟରେ ଗୁଳି ଚାଳନାକୁ କେନ୍ଦ୍ର କରି ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ଗୁଳିକାଣ୍ଡରେ କାହାର କୌଣସି କ୍ଷତି ହୋଇନଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ବ୍ୟବସାୟୀଙ୍କ ଘର ସମ୍ମୁଖରେ ପୋଲିସ ଜଗି ରହିଛନ୍ତି। ସୂଚନା ଅନୁଯାୟୀ ଶନିବାର ରାତିରେ କୋଇଲା ବ୍ୟବସାୟୀଙ୍କ ଘର ସମ୍ମୁଖରେ ଏକ ଫାଙ୍କା ଗୁଳିଚାଳନା ହୋଇଛି। ଗୁଳି ଚଳାଇ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଟାଉନ୍ ଥାନା ଅନ୍ତର୍ଗତ ମିଶନ ରୋଡ୍ ପବିତ୍ରନଗର ଅଞ୍ଚଳରେ କୋଇଲା ବ୍ୟବସାୟୀ ଏବଂ ଟ୍ରାନ୍ସପୋର୍ଟର ସଞ୍ଜୟ ନନ୍ଦଙ୍କ ଘର ଆଗରେ ଘଟିଛି ଏହି ଗୁଳିକାଣ୍ଡ। ବିଳମ୍ବିତ ରାତିରେ ପ୍ରଥମେ କାରରେ 3 ଜଣ ଆସି ଘର ସମ୍ମୁଖରେ ଥିବା ସୁରକ୍ଷା କର୍ମୀଙ୍କ ସହ ପାଟିତୁଣ୍ଡ କରିଥିଲେ। ସେମାନେ ଚାଲିଗଲା ପରେ ଜଣେ ଦୁର୍ବୃତ୍ତ ବାଇକରେ ଆସି ଗୁଳି ଫୁଟାଇ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଖବର ପାଇ ସଦର ଏସ୍ଡିପିଓ ନିର୍ମଳ କୁମାର ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ଖୋକା ଜବତ କରିଛନ୍ତି। ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛନ୍ତି। କୋଇଲା ବ୍ୟବସାୟୀଙ୍କୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।